ମୋ ସାଙ୍ଗେ ଏତେ ସ୍କିମ୍ କାହିଁ କରୁଥିଲୁ ବାପା? ଏମିତି ଅଚଞ୍ଛା କିଳା ବି ଅଖା ଧଉଥିବୁ ରାଣୀ ପଣ୍ଡାର ଗୁଣ ଗାଉଥିବୁ। ପ୍ରେମ କରି ଧୋକା ଖାଇଲା ପରେ ପ୍ରେମିକ ଉପରେ ବସିଲେ ରାଣୀ ପଣ୍ଡା। ମୁହଁରେ ବାଡ଼ବତା ନ ଦେଇ ଭାଷା ଆବାସରେ ଗାଳି ଗୁଲଜ କଲେ। ପ୍ରେମିକ ଛାଡ଼ିଦେବା ପରେ ଗୁମୁରି ଗୁମୁରି କାନ୍ଦୁଥିଲେ ରାଣୀ ପଣ୍ଡା। ପ୍ରେମିକ କହିଥିବା ସେଇ କଥା। ରାଣୀ ପଣ୍ଡାର ହାତ ଛାଡ଼ିଥିବା ବେଳେ ପ୍ରେମିକ କହିଲା, ତୋ ପାଇଁ ମୁଁ କ'ଣ ବାପା ମା ସାଙ୍ଗସାଥି ମାନଙ୍କୁ ଛାଡ଼ିଦେବି? ତୋତେ ନେଇକି ଚଳିବି ନା କ'ଣ? ମୁଁ ସମସ୍ତଙ୍କୁ ନେଇ ଚଳିବି ନା? ମୋତେ ଯଦି ନେଇ ଚଳିବାର ନଥିଲା ମୋତେ ହୋଟେଲ, ରେଷ୍ଟୁରାଣ୍ଟ ଆଉ ଲଜକୁ ନେଇ ଏନ୍ଜୟ କରୁଥିଲୁ କାହିଁକି? ସେତେବେଳେ ତତେ ମଜା ଲାଗୁଥିଲା। ସବୁ କରି ଛାଡ଼ିଦେବା ପରେ ଛାଡ଼ିଦେଲୁ। ମୁଁ ଦେଖିବି ତୁ କାହାକୁ ବାହା ହେବୁ। ତା ଗାଁରେ ଡ୍ୟାସ୍ 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 ପୁରେଇ ଦେବି। ଏଭଳି କହି ବର୍ଷିଲେ ରାଣୀ। ଟିକେ ନଜର ପକେଇ ଦିଅନ୍ତୁ। ମନେ ପଡୁଛି ସେଦିନ ମୁଁ ଭେମ୍ ହେଇ କାନ୍ଦୁଛି, ତୁମ ହାତ ଛାଡ଼ି ପଳେଇଲୁ। କ'ଣ କହିଲୁ ମତେ? ତୋ ପାଇଁ ମୁଁ କ'ଣ ମୋ ବାପା ମା ଭାଇ ବନ୍ଧୁ ସାଙ୍ଗସାଥି ସମସ୍ତଙ୍କୁ ଛାଡ଼ି ଦେଇକି ତତେ ବାହା ହେବି ନା କ'ଣ? ମୁଁ ସମସ୍ତଙ୍କୁ ନେଇ ଚଳିବି ନା? ତତେ ନେଇ ଚଳିବି ନା କ'ଣ? ମତେ ନେଇ ଯଦି ଚଳିବାର ନଥିଲା ମୋ ସାଙ୍ଗେ ଏତେ ସ୍କିମ୍ କାହିଁ କରୁଥିଲୁ ବାପା? ମୁଁ ବି ଦେଖିବି କୋଉ ସାଙ୍ଗସାଥି ତୋ ପିଠିରେ ପଡ଼ିବେ, କାହାକୁ ନେଇକି ତୁ ଖୁସିରେ ରହିବୁ ମୁଁ ବି ଦେଖିବି। ମନେ ରଖ, ଏମିତି ଅଚଞ୍ଛା କିଳା ବି ଅଖା ଧଉଥିବୁ ରାଣୀ ପଣ୍ଡାର ଗୁଣ ଗାଉଥିବୁ।